आमମାନଙ୍କର ପରିତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ମଧୁର ନାମରେ ଆପଣ ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ ଏବଂ ନୂତନ ପ୍ରଭାତର ଶୁଭେଚ୍ଛା ମଧ୍ୟ ଜଣାଏ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଆଶୀର୍ବାଦ କରି ତାଙ୍କ ଚରଣ ତଳେ ବସିବା ପାଇଁ ପ୍ରତିଦିନ ସୁଯୋଗ ଦେଉଛନ୍ତି। ତେଣୁ ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦେବା। ଆସନ୍ତୁ ପ୍ରଥମେ ପ୍ରାର୍ଥନା ଉତ୍ସର୍ଗ କରିବା। ଧନ୍ୟବାଦ 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 ଦେଉଛି ପ୍ରଭୁ ମହାନାମକୁ। ପ୍ରଭୁ ତୁମରି ସେ ମହାନାମକୁ ଧନ୍ୟବାଦ ଦେଲେ ଯେତେ ଜଣେ ମଧ୍ୟ କମ୍ ହୁଏ ପ୍ରଭୁ, କାରଣ ତୁମରି ଦୟା ଆମମାନଙ୍କ ଜୀବନ ନିମନ୍ତେ ଅତି ପ୍ରଚୁର। ତୁମେ ଆମମାନଙ୍କୁ ବହୁତ ପ୍ରେମ କରୁଛ ପ୍ରଭୁ। ଆମମାନଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ତୁମେ ଜାଣିଛ। ପ୍ରତିଟି ମୁହୂର୍ତ୍ତ ପ୍ରଭୁ ଆମେ ଆତ୍ମିକ ଭାବରେ ବୃଦ୍ଧି ହେବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କରୁଛ। ତୁମର ଦୃଷ୍ଟି ସର୍ବଦା ଆମ ଉପରେ ଅଛି ପ୍ରଭୁ। ତୁମେ ଆମମାନଙ୍କୁ ଆଶୀର୍ବାଦ କରି ଆଜିର ଦିନ ଦେବା ସହିତ ତୁମ ଚରଣ ତଳେ ବସିବା ପାଇଁ ସୁଯୋଗ ଦେଇଛ। ଧନ୍ୟବାଦ ଦେଉଛୁ ପ୍ରଭୁ, ଧନ୍ୟବାଦ ଦେଉଛୁ। ଆଜି ଯେଉଁ ବାକ୍ୟ ତୁମେ ଦେବାକୁ ଯାଉଅଛ ସେ ବାକ୍ୟ ବୁଝିବା ପାଇଁ ଉର୍ଦ୍ଧୁର ସାହାଯ୍ୟ ପ୍ରଦାନ କର। ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଆଶୀର୍ବାଦ କର। ପ୍ରାର୍ଥନା କରୁଛୁ ପ୍ରଭୁ, ପ୍ରତ୍ୟେକ ପରିବାରରେ ମଧ୍ୟ ଆନନ୍ଦର ଖେଳିଯାଉ ଏବଂ ପ୍ରତ୍ୟେକ ପରିବାରରେ ରୋଗ ବ୍ୟାଧି ସବୁ ଦୂର ହୋଇଯାଉ। ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ଅନୁଗ୍ରହ କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ କଥା ହୁଅ ପ୍ରଭୁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ହିଁ କଥା ହୁଅ। ତୁମ ରବ ଶୁଣି ଆମମାନେ ଆମ ଆତ୍ମିକ ଜୀବନରେ ଆଗକୁ ବଢ଼ିବୁ। ସେହିପରି ଅନୁଗ୍ରହ ଆଶୀର୍ବାଦ କର। ପବିତ୍ର ଆତ୍ମାଙ୍କ ଶକ୍ତି ଆମମାନଙ୍କ ସହିତ ରହି କାର୍ଯ୍ୟ କରୁ, ଯାହାଦ୍ୱାରା ଆଜିର ବାକ୍ୟକୁ ଆମେ ବୁଝି ସେହି ଅନୁସାରେ ଜୀବନ କାଟିବୁ। ଆମ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଏହା ଅତି ଉତ୍ତମ ବିଷୟ ଯେ ଆମେ ପ୍ରତିଦିନ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରଭୁଙ୍କ ଚରଣ ତଳେ ବସୁଛୁ, ପ୍ରଭୁଙ୍କ ବାକ୍ୟକୁ ଶୁଣୁଛୁ। ଆମମାନଙ୍କ ଜୀବନକୁ ମଧ୍ୟ ଆମେ ପରୀକ୍ଷା କରୁଛୁ। ପ୍ରଭୁ ହିଁ ଗୌରବାନ୍ୱିତ ହୁଅନ୍ତୁ, ସେହି ମହିମାନ୍ୱିତ ହୁଅନ୍ତୁ। ଆମମାନଙ୍କର କୌଣସି ଯୋଗ୍ୟତା ନାହିଁ ପ୍ରଭୁଙ୍କର ବାକ୍ୟକୁ ବାଣ୍ଟିବା ବା ପ୍ରଭୁଙ୍କ ବାକ୍ୟକୁ ଆମେ ବିତରଣ କରିବା, କିନ୍ତୁ ପ୍ରଭୁ ଆମମାନଙ୍କୁ ବ୍ୟବହାର କରୁଛନ୍ତି। ଆମେ ସମସ୍ତେ ମିଶି ପ୍ରଭୁଙ୍କ ବାକ୍ୟକୁ ଧ୍ୟାନ କରୁଛୁ, ପ୍ରଭୁଙ୍କ ରବ ଶୁଣୁଛୁ ଏବଂ ଆଗକୁ ବଢ଼ୁଛୁ। ପ୍ରଭୁ ଆମମାନଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରୁଛନ୍ତି। ଆପଣମାନେ ଅଂଶୀ ହେଉଛନ୍ତି, ଧନ୍ୟବାଦ ଦିଏ। ଯେଉଁମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ଅନୁରୋଧ କରେ ବର୍ତ୍ତମାନ ପ୍ରଥମେ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଦ୍ୱାରା ଆପଣମାନେ ସହଜରେ ଆମମାନଙ୍କର ସମସ୍ତ କାର୍ଯ୍ୟକ୍ରମରେ ଅଂଶୀ ହୋଇପାରିବେ। ଅନ୍ୟମାନଙ୍କୁ ସେୟାର କରନ୍ତୁ। ଆମମାନଙ୍କୁ ମଧ୍ୟ ଗୋଟେ ଲାଇକ୍ କମେଣ୍ଟ ଦେଇ ଆମମାନଙ୍କୁ ଉତ୍ସାହିତ କରନ୍ତୁ। ଆସନ୍ତୁ ଆଜିର ଧ୍ୟାନ ମଧ୍ୟକୁ ଯିବା। ଆଜି ଯେଉଁ ବିଷୟ ନେଇ ଆମେ ଧ୍ୟାନ କରିବାକୁ ଯାଉଅଛୁ ତାର ପ୍ରସଙ୍ଗଟି ହେଉଛି ପୁନର୍ଜନ୍ମର ଆବଶ୍ୟକତା। ପୁନର୍ଜନ୍ମର ଆବଶ୍ୟକତା। ଆମେ ବାଇବେଲରୁ ଗୋଟେ ଅଂଶ ପାଠ କରିବା। ଯୋହନଙ୍କ ଲିଖିତ ସୁଷମାଚାର ତାର 3 ପର୍ବ 3 ପଦ। ଯୋହନ 3 ପର୍ବ 3 ପଦ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ପୁନର୍ବାର ପଢ଼ିବାକୁ ଚାହେଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ପ୍ରଭୁ ଏ ପଟ୍ଟ ବାକ୍ୟକୁ ଆଶୀର୍ବାଦ କରିବା ସହିତ ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ ପ୍ରଦାନ କରନ୍ତୁ। ଏ ଅଂଶଟି ହେଉଛି ଯୀଶୁ ଏବଂ ନିକୋଦିମ ପରସ୍ପର କଥା ହେବା ସମୟର ଯୀଶୁଙ୍କର ନିକୋଦିମକୁ ଏକ ଉତ୍ତର। ନିକୋଦିମ ଯହୁଦୀମାନଙ୍କର ଜଣେ ନେତା ଥିଲେ। ସେ ଯୀଶୁଙ୍କୁ କହୁଛନ୍ତି, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ଗୁରୁ, ଆପଣ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଅଛନ୍ତି ଈଶ୍ୱର ସଙ୍ଗରେ ନଥିଲେ କେହି କରିପାରେ ନାହିଁ। ଏହା ଶୁଣି ଯୀଶୁ ତାଙ୍କୁ ଉତ୍ତର ଦେଉଛନ୍ତି, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ।
ଯୀଶୁଙ୍କର ଏହି ଉତ୍ତରରେ ଅନେକ ପ୍ରଶ୍ନ ରହିଯାଏ। ପୁନର୍ଜନ୍ମ କାହାକୁ ଦରକାର? ପୁନର୍ଜନ୍ମ କିପରି ମିଳେ? ପୁନର୍ଜନ୍ମ କ'ଣ ଆବଶ୍ୟକ? ଏହି ପୁନର୍ଜନ୍ମ ନିକୋଦେମ ପରି ଅତି ଉତ୍ତମ ବ୍ୟକ୍ତି ନିମନ୍ତେ ନା ସାଉଲଙ୍କ ପରି ତାଡ଼ନାକାରୀ ଅତି ମନ୍ଦ ବ୍ୟକ୍ତି ନିମନ୍ତେ ଆବଶ୍ୟକ? ଧର୍ମଶାସ୍ତ୍ର ଆମକୁ ଶିକ୍ଷା ଦିଏ ସମସ୍ତେ ପୁନର୍ଜନ୍ମ ହେବା ଆବଶ୍ୟକ। ପୁନର୍ଜନ୍ମ ନ ପାଇବା ଅର୍ଥ ଈଶ୍ୱରଙ୍କ ଠାରୁ ହଜିଯିବା। ତେଣୁ ସମସ୍ତଙ୍କୁ ପୁନର୍ଜନ୍ମ ନେବାକୁ ହେବ। ଯୌହନ ତାର 3:7 ଯଦି ଆମେ ପଢ଼ୁ, ସେଠାରେ ଲେଖାଯାଏ, ତୁମମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ। ଏହା ଏକ ସତ୍ୟ ବିଷୟ। ଏହାର କୌଣସି ବ୍ୟତିକ୍ରମ ନାହିଁ। ଆମେ ଯେତେ ଧର୍ମକର୍ମ କରୁ, ଯେତେ ଦାନ ଧର୍ମ କରୁ, ପୁନର୍ଜନ୍ମ ନିହାତି ଦରକାର। ଗାଲାତୀୟ 6:15 ଯଦି ଆମେ ପାଠ କରୁଛୁ, ସେଠାରେ ଦେଖୁଛୁ ଲେଖାଯାଏ, ସୁନ୍ନତ କି ଅସୁନ୍ନତ କିଛି ନୁହଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର। ନୂତନ ସୃଷ୍ଟି ଅର୍ଥାତ୍ ନୂତନ ଜନ୍ମ ବା ପୁନର୍ଜନ୍ମ। ଅନେକ ମନରେ ଏକ ଭ୍ରମ ଧାରଣା ରହିଯାଇଥାଏ ଯେ ବାପ୍ତିସ୍ମ ବା ଡୁବନ ହେବାର ଅର୍ଥ ପୁନର୍ଜନ୍ମ ହେବା। ଏହା ପ୍ରାୟ ଲୋକଙ୍କର ମନରେ ଏକ ଭ୍ରମ ଧାରଣା। ମନେ ରଖିବା, ବାପ୍ତିସ୍ମ ବା ଡୁବନ ପୁନର୍ଜନ୍ମ ନୁହଁ। ଏହା ମଣ୍ଡଳୀର ଏକ ଅନୁଶାସନ। ଏହା ସର୍ବଦା ମନେ ରଖନ୍ତୁ, ବାପ୍ତିସ୍ମ ବା ଡୁବନ ପୁନର୍ଜନ୍ମ ନୁହଁ। ଏହା ମଣ୍ଡଳୀର ଏକ ଅନୁଶାସନ, ଯାହା ପ୍ରକାଶ କରେ ଯେ ବ୍ୟକ୍ତି ଖ୍ରୀଷ୍ଟୀୟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ସହିତ ମୃତ, ସମାଧି ପ୍ରାପ୍ତ, ଉତ୍ଥିତ ଓ ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ଜୀବିତ। ଏକ ବାପ୍ତିସ୍ମ ବା ଡୁବନ କାର୍ଯ୍ୟର ଏକ ପରିଭାଷା ଅଟେ। ଏହାକୁ ମନେ ରଖିବା ଦରକାର ଯେ ଜଣେ ବ୍ୟକ୍ତି ଖ୍ରୀଷ୍ଟୀୟ ବିଶ୍ୱାସୀ ଅଟେ, ଖ୍ରୀଷ୍ଟଙ୍କ ସହିତ ମୃତ, ସମାଧି ପ୍ରାପ୍ତ, ଉତ୍ଥିତ ଓ ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ଜୀବିତ। ପୁନର୍ଜନ୍ମ ହେଉଛି ଏକ ଆତ୍ମିକ ଜୀବନ, ଏକ ନୂତନ ଜନ୍ମ। ଏହା ଆତ୍ମାର ସମ୍ପୂର୍ଣ୍ଣ ପରିବର୍ତ୍ତନ। ପୁରାତନ ସ୍ୱଭାବକୁ ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ କରିବା ହେଉଛି ପୁନର୍ଜନ୍ମ। ନୂତନ ସ୍ୱଭାବ ଦ୍ୱାରା ଆମେ ଈଶ୍ୱରଙ୍କ ସହିତ ଲାଗି ରହିପାରିବା। ନୂତନ ସୃଷ୍ଟି ହେବା ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଠାରେ ରହିବା। 2 କରନ୍ଥୀୟ 5:17 ଲେଖାଯାଏ, ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ଲୋପ ପାଇଅଛି, ନୂତନ ବିଷୟ ସବୁ ହୋଇଅଛି। ଆମମାନଙ୍କର ପାପପୂର୍ଣ୍ଣ ଜୀବନ ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଠାରୁ ଦୂରରେ ଅଛୁ। ଏଣୁ ଆମର ହୃଦୟ ପରିବର୍ତ୍ତନ ଆବଶ୍ୟକ କରେ। ଈଶ୍ୱରଙ୍କ ପବିତ୍ରତା ଆବଶ୍ୟକ କରେ। ସର୍ବଦା ମନେ ରଖନ୍ତୁ, ଆମ ହୃଦୟ ଆଜି ଏତେ କଳୁଷିତ ହୋଇଯାଇଛି ଏହି ଜଗତରେ ରହି। ଆମମାନଙ୍କ ହୃଦୟକୁ ପରିବର୍ତ୍ତନର ଆବଶ୍ୟକତା କରେ ସେହି ହୃଦୟ, ଏବଂ ସେଇ ଆମମାନଙ୍କ ହୃଦୟ ପବିତ୍ରତା ଆବଶ୍ୟକତା କରେ। ଏବ୍ରୀ 12:14 ଲେଖାଯାଏ, ପବିତ୍ରତା ବିନୁ କେହି ପ୍ରଭୁଙ୍କର ଦର୍ଶନ ପାଇବ ନାହିଁ। ଏହା ଅନୁସରଣ କର। ଏତେ ସୁନ୍ଦର ବିଷୟ। ପବିତ୍ରତା ବିନା ଆମେ ପ୍ରଭୁଙ୍କ ଦର୍ଶନ ପାଇବା ନାହିଁ। ଈଶ୍ୱରଙ୍କୁ ଦର୍ଶନ କରିବା ବା ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ ଅନ୍ତରରେ ଈଶ୍ୱରଙ୍କ ସ୍ୱଭାବ ଥିବା ଆବଶ୍ୟକ। ଆଉ ଈଶ୍ୱରଙ୍କ ସ୍ୱଭାବ ଆମ ମନ ଭିତରେ କେବେ ଆସିବ? ଯେତେବେଳେ ଆମ ହୃଦୟ ପବିତ୍ର ହେବ, ସେଥିରୁ କଳୁଷିତ ବିଷୟ ବାହାରିବ। ଆମମାନଙ୍କ ହୃଦୟକୁ ପରିବର୍ତ୍ତନ କରି ପୁନର୍ଜନ୍ମ ନେବା ନିମନ୍ତେ 2ଟି ମୁଖ୍ୟ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆମ ହୃଦୟକୁ ପରିବର୍ତ୍ତନ କରିବା ପାଇଁ, ଆମେ ପୁନର୍ଜନ୍ମ ନେବା ପାଇଁ 2ଟି ମୁଖ୍ୟ ବିଷୟ ରହିଅଛି। ତାହା ନିହାତି ଆମ ଜୀବନରେ ଆବଶ୍ୟକ।
प्रथम विषय होची ईश्वरଙ୍କ वाक्य। याकूब 1:18 लिखा जाए, से अपना इच्छा अनुसार सत्य वाक्य द्वारा आम को जन्म देले। केते सुंदर विषय। आम मैंने स्मरण रखा दरकार जे आम को ईश्वर तांकर वाक्य द्वारा सृष्टि करिछंती। तेणु याकूब पुस्तक रे विषयटी लिखा जाए 1:18 से अपना इच्छा अनुसार सत्य वाक्य द्वारा आम को जन्म देले। तांकर वाक्य द्वारा आम को ईश्वर सृष्टि करिछंती। प्रथम पीतर 1:23 लिखा जाए, तुम्बे माने क्षणीय बीजरू नुह बरं अक्षय बीजरू अर्थात ईश्वर जीवंत और चिरस्थायी वाक्य द्वारा पुनर्जात होइअछ। जदि आमे वाक्य द्वारा सृष्टि होइअछु, सेही पवित्र वाक्य ही आमको पुनर्जन्म दे पारिबो। आमर क्रियाकर्म द्वारा आमे कदापि पुनर्जन्म पाई परिबा नाही। जो पर्यंत ईश्वरଙ୍କ वाक्य आम हृदय संचित होई आमर मांसमय हृदय को परिवर्तन न करे, आमे पुनर्जन्म बा नूतन जन्म नहीं पारिबा नाही। यह सर्वदा मन रखंतु। एवं द्वितीय विषयटी होची ईश्वरଙ୍କ आत्मा। ईश्वरଙ୍କ आत्मा जोहन 3:5 लिखा जाए, जल और आत्मारू जन्म न हेले केही ईश्वरଙ୍କ राज्य रे प्रवेश करि पारे नाही। मांसरू जहा जात ताहा मांस, पुणी आत्मारू जहा जात ताहा आत्मा। आममानकर आत्मिक जीवन पवित्र आत्मांक द्वारा जात हुए, जहाद्वारा आममानकर हृदय पवित्र हुए। पवित्र आत्मांक कार्य है प्रथमे पापी को पापर बोध करवा। पवित्र आत्मा कार्य मन रखंतु। आम जो पाप करचु से पाप को बोध करवा बा पाप कौन जणेबा होची पवित्र आत्मा को प्रथम कार्य। एवं तापरे ताहार हृदय परिवर्तन करवा। प्रथमे पवित्र आत्मा आसंती आम को पाप कौन ताहा बोध कराती जनाती, तापरे आम हृदय को सी परिवर्तन करती। एवं प्रत्येक पापी को ईश्वरଙ୍କ राज्य निमंते प्रस्तुत करवा होची पवित्र आत्मांकर मुख्य कार्य। तेणु वाक्य को हृदय मध्य संचय कर रखिबा एवं पवित्र आत्मा को साहाय्य लोड़िबा यह आम निमंते अति आवश्यक विषय। यह द्वारा हृदय परिवर्तन हुए। आमे पाप को घृणा करू, ख्रीष्टन को प्रेम करू, आम जीवन परिवर्तन हुए, आम स्वभाव परिवर्तन हुए, आमर पुनर्जन्म हुए। पुनर्जन्म हेबा द्वारा आम स्वर्ग राज्य प्रवेश करने निमंते योग्य विवेचित हो पारू। स्वर्ग राज्य प्रवेश करने आम को जो योग्यता दरकार बा आम योग्य विवेचित हेबा ताहा केतबेले हेबो जेतबेले आम हृदय परिवर्तन हेबो। पाप को आम घृणा करवा, ख्रीष्टन को प्रेम करवा, आम जीवन परिवर्तन हो जीवो, आम स्वभाव परिवर्तन हो जीवो, आमर पुनर्जन्म हो जीवो। सेतबेले आम माने स्वर्ग राज्य प्रवेश करने निमंते योग्य विवेचित हो जीवा। प्रभु अल्प चिंतार हम प्रत्येक को आशीर्वाद करंतु। आसंतु प्रार्थना करिबा। मंगलमय पिता, धन्यवाद दौचु सुंदर वाक्य पाई। हाँ प्रभु, आमान को जीवन निमंते पुनर्जन्म जे आवश्यक, ये सुंदर वाक्य द्वारा तुम आमान को बुझेच प्रभु कथा कहीच। धन्यवाद दौचु प्रभु। दया कर, अनुग्रह कर, पुनर्जन्मर प्रकृत अर्थ को बुझी आमे निजे प्रस्तुत होगापाई आमान को चालना प्रदान कर। प्रार्थना जीशु नाम रे मागुअछु, आमेन।